ବର୍ଷା ହେଉଛି ଘରୁ ବାହାରେ ଅସମ୍ଭାଳ ହୋଇପାରିବ। ଆଉ ବିଲର ଯେଉଁ ଧାନ ରୁଆ ହେଇଥିଲା ସେ ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ଗଲାଣି। ଆଉ କୌଣସି ତଳି ବିଲରେ ବି ନାହିଁ। ଆଉ ବର୍ତ୍ତମାନ ବହୁତ ଅସୁବିଧାରେ ଆମେ ଚଳୁଛୁ। ଆଉ ଯାତାୟାତ ପାଇଁ ବହୁତ ଅସୁବିଧା ଆମେ ହେଉଛି। ସେ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ପଡ଼ିଲା ଆଉ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା। ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ। ଆମେ ବାହାରକୁ ଯିବା ମୁସ୍କିଲ। ସାଧାରଣ ଲୋକ ଘରୁ ବାହାରେ ନାଳ ବାଡ଼ ବୁଡ଼ିଗଲାଣି, ଧାନ କିଆରି ବୁଡ଼ିଗଲାଣି, କୁଆଡ଼େ ବଜାର ଘାଟ ସବୁ ବନ୍ଦ, କୁଆଡ଼େ ବାହାରିକି ବି ଯାଇ ହେଉନି। କ'ଣ କରାଯିବ? 4 ଦିନ ହେଲାଣି ବର୍ଷା ହେଉଛି, 4 ଦିନ ହେଲାଣି ଲଗାତାର ବର୍ଷା ହେଉଛି। ଦେଖିପାରୁଛ ତ ବର୍ଷା କେମିତି ହେଉଛି। କ'ଣ କରିବୁ? ଏ ବର୍ଷା ତ ପଦାକୁ ଆଜି ଯାଇ ହେଉନି କି ବଜାରରେ ବନ୍ଦ, ଚଳିବୁ କେମିତି ଆଉ? ଧାନ ତ ବୁଡ଼ିକି ଗଲାଣି, ସେ ପଚିକି ରହିବ ତା ଠିକ୍ ନାହିଁ। ସାର ବି ପଡ଼ି ସାରି ଗଲେଣି, ସେ ବି ଭାସିଯିବ। ସେ କ'ଣ ଆଉ ଲାଭ ମିଳିବ?